ଆଜିର ଭିଡିଓ ବୁଢ଼ା ଶଙ୍ଖାରି ପାଠର ପ୍ରଶ୍ନ ଉତ୍ତର। ଏକ ନମ୍ବର, ବୁଢ଼ା ଶଙ୍ଖାରି ଶାରୀରିକ ଅବସ୍ଥା କିପରି ଥିଲା? ଶଙ୍ଖାରି ବୁଢ଼ାର ବୟସ 60 ହେବ। ଦାନ୍ତ ଗୁଡ଼ିକ ପଡ଼ି ଯାଇଥିଲା। ମୁଣ୍ଡ ବାଳ ସହିତ ଛାତି ବାଳ ଗୁଡ଼ିକ ମଧ୍ୟ ପାଚି ଧୂପ ଫରଫର ଦିଶୁଥିଲା। ଧୂଳି ଧୂସରିତ ଶରୀର, ପରିଶ୍ରମ ଜନିତ ଅଷ୍ଟାଙ୍ଗ ଶରୀର ତାର ଝାଳରେ ବୁଡ଼ି ଯାଇ ଗୋଡ଼ ବାଟେ ଝାଳ ବହି ଯାଉଥିଲା। ବୁଢ଼ା ହାଲିଆ ହୋଇ ବିଶ୍ରାମ ନେଇଥିବା ଘରଟି କିପରି ଥିଲା? ଫଗୁଣ ଶେଷର ଉଦୁଉଦିଆ ଖରାରେ 60 ବର୍ଷର ବୁଢ଼ାଟିଏ ମୁଣ୍ଡରେ ଶଙ୍ଖା ବୋଝକୁ ଧରି ଚାଲି ଯାଉଥିଲା। ପଥ ଶ୍ରାନ୍ତ ଯୋଗୁଁ ଅଷ୍ଟାଙ୍ଗ ଶରୀର ତାର ଝାଳରେ ବୁଡ଼ି ଗୋଡ଼ ବାଟେ ବହି ଯାଉଥିଲା। ଗାଁ ଦେଇ ଗଲାବେଳେ ତାର ଦୃଷ୍ଟିପଥରେ ପଡ଼ିଲା ଗାଁ ମୁଣ୍ଡ ଥିବା ସେଇ ଘରଟି। ଘରଟିର ସାଜସଜ୍ଜା ପାରିପାଟିରୁ ଜଣା ପଡୁଥିଲା ତାହା ଏକ ସମ୍ଭ୍ରାନ୍ତ ବଂଶୀୟ ଘର। ଘରଟିର ପକ୍କା ପିଣ୍ଡ, 7 ଶ୍ରେଣୀଆ ଛପର, ଆଉ ସେଇ ଘରେ ଜାଉଁଳି କବାଟ ଲାଗିଥିଲା। ସଦର ଦରଜା ଭିତର ପକ୍କା, ବାହାର ସାମ୍ନାରେ ଚଉପାଢ଼ୀ ଓ ବାମ ପାର୍ଶ୍ୱକୁ ଭିତରକୁ ଆଳଦ୍ୱାର ଥିଲା। 3 ନମ୍ବର, ବୋହୂଟିର ଗଢ଼ଣ କିପରି ଥିଲା? ଯେଉଁ ଅଜଣା ଘରର ପିଣ୍ଡାରେ ବୁଢ଼ା ନିଜର ଶଙ୍ଖା ବୋଝକୁ ଥୋଇ ବିଶ୍ରାମ ନେଉଥିଲେ, ତାହା ଏକ ସମ୍ଭ୍ରାନ୍ତ ଘର ଥିଲା। ଲାଜକୁଳୀ ବୋହୂଟି ଖୁବ୍ ସୁନ୍ଦରୀ ଥିଲା। ମୁହଁଟି ଚକି କାଟିଦେଲା ପରି, ଚମ୍ପା ଫୁଲ ପରି ଗୋରା। ଯେଉଁ ମୟୂର କଣ୍ଟିଆ ହସ୍ତାଖଣ୍ଡିକ ସେ ପରିଧାନ କରିଥିଲା, ତାହା ତାକୁ ବେଶ୍ ମାନୁଥିଲା। ତାର ଶରୀର ଆଉଟା ସୁନା ପରି ଗୋରା, ଗୋଟିଏ ଚାଉଳରେ ଗଢ଼ା ତାର ଶରୀର। ହାତ ଗୁଡ଼ିକ ତାର ଖୁବ୍ ସୁନ୍ଦର, ଗୋଲ। ଆଙ୍ଗୁଳି ଗୁଡ଼ିକ ଚମ୍ପା କଢ଼ିରେ ପରି। ପାପୁଲିଟି ଟୁଲ୍ ଟୁଲ୍ ହେଉଥିଲା, ସତେ ଯେପରି କେହି କାରିଗର ତାକୁ ଠାକୁର ପରି ଗଢ଼ିଥିଲା। ନମ୍ବର 4, ବୋହୂଟି କି ଶଙ୍ଖା ଖୋଜୁଥିଲା ଓ ବୁଢ଼ା ପାଖରେ କି ଶଙ୍ଖା ଥିଲା? ପ୍ରଥମେ ଏକ ଅପରିଚିତ ବୁଢ଼ା ମଣିଷକୁ ଦେଖି ବୋହୂଟି ଲାଜ କରୁଥିଲା। ମାତ୍ର ବୁଢ଼ାଠାରୁ ମା ଡାକ ଶୁଣି ତାର ଲାଜ ଚାଲିଗଲା। ସେ ମଧୁର ସ୍ୱରରେ ବୁଢ଼ାକୁ ଆସମାନ ତାର ଶଙ୍ଖା ମାଗିଥିଲା। କାରଣ ଆସମାନ ତାରା ଶଙ୍ଖା ପିନ୍ଧିବାକୁ ବୋହୂଟି ଖୁବ୍ ପସନ୍ଦ ଥିଲା। ଆସମାନ ତାରା ହେଲେ ଏକ ପ୍ରଶ୍ନ ଆସିଲେ ବି ଆସମାନ ତାରା ଶଙ୍ଖା ଲେଖିବ। ମାତ୍ର ବୁଢ଼ା ଯେଉଁ ନାନା ପ୍ରକାର ଶଙ୍ଖା ଆଣିଥିଲା, ସେଥିରେ ଏ ଆସମାନ ତାରା ଶଙ୍ଖା ନଥିଲା। ତେଣୁ ନିଜ ପାଖରେ ଯେଉଁ ଶଙ୍ଖା ଥିଲା, ତାହାର ତାଲିକା ସେ ବୋହୂ ପାଖରେ ପେଶ କରିଥିଲା। ସେଗୁଡ଼ିକ ହେଲା ରଙ୍ଗ ଝିଲିରି, ବଉଳ ଫୁଲିଆ, ବିଛାମାଲିଆ, ଚୂନ ଟିପି। ଏହି ସବୁ ଶଙ୍ଖା ଧରି ବୁଢ଼ା ସେଦିନ ଆସିଥିଲା। ବୋହୂଟି ପ୍ରଥମେ ଶଙ୍ଖା ପିନ୍ଧିବାକୁ ହାତ ବଢ଼ାଇଲେ ନଥିଲା କାହିଁକି? ବୁଢ଼ା ଯେଉଁ ସବୁ ଶଙ୍ଖା ଧରି ଆସିଥିଲା, ସେଥିରୁ ମୁଠାଏ ଶଙ୍ଖା ବହୁ ପସନ୍ଦ କରିଥିଲା। ହେଲେ ସେ ମୁଠାକ ହାତକୁ ହେବନି କି ନାହିଁ ସନ୍ଦେହ ସୃଷ୍ଟି ହୋଇଥିଲା। ବୁଢ଼ାଟି ତାର ହାତରେ ଶଙ୍ଖା ପିନ୍ଧେଇ ଦେବାକୁ ଚାହିଁଥିଲା। ମାତ୍ର ଜଣେ ଅଜଣା ଅଶୁଣା ଅପରିଚିତ ଲୋକର ହାତ ସ୍ପର୍ଶ ସେ ଶଙ୍ଖା ପିନ୍ଧିବାକୁ ଲଜ୍ଜାବୋଧ କରିଥିଲା। ଯେଉଁ ଲଜ୍ଜା ସଂକୋଚ ଭାବ ହିଁ ତାକୁ ଅନ୍ତଃକରଣ ମନା କରିବାକୁ ବାଧ୍ୟ କରୁଥିଲା। ତେଣୁ ସେ ପ୍ରଥମ ଶଙ୍ଖା
ପିନ୍ଧିବାକୁ ହାତ ବଢାଇ ନଥିଲା। ବୋହୂଟି ହାତ ନ ଦେଖାଇବାରୁ ବୁଢ଼ା କଣ କହିଲା? ଯେତେବେଳେ ଶଙ୍ଖାରୀ ବୁଢ଼ା ବୋହୂର ହାତରେ ଶଙ୍ଖା ପିନ୍ଧାଇ ଦେବାର ଆଶା ନେଇ ହାତ ବଢାଇବାକୁ କହିଥିଲା, ସେତେବେଳେ ବୋହୂଟି ଲାଜ ହେତୁ ଟିକେ ଇତସ୍ତତ ହୋଇଥିଲା। ବୋଉ ହାତ ନ ଦେଖାଇବାରୁ ତାର ଲାଜଭାବ ଦୂର କରିବା ଲକ୍ଷ୍ୟ ନେଇ ବୁଢ଼ାଟି କହିଥିଲା, ମା ମତେ ଲାଜ କରୁଛୁ? ମୁଁ ପରା ତୋ ପୁଅ। ପୁଅକୁ ମା ଲାଜ କରେନା। 7 ନମ୍ବର, ବୋହୂର ହାତ ଦେଖି ଶଙ୍ଖାରୀ ବୁଢ଼ା ମନରେ କଣ ପ୍ରତିକ୍ରିୟା ସୃଷ୍ଟି କଲା? ସୃଷ୍ଟି ହେଲା ଶଙ୍ଖାରୀ ବୁଢ଼ା ନିଜକୁ ପୁଅ ଆଉ ବୋହୂକୁ ତାର ମା ଆସନରେ ବସାଇବା ପରେ ଦାସୀ ବୋହୂକୁ ମାନସିକ ବଳ ଦେଇଥିଲା, ଯାହା ଫଳରେ ବୋହୂର ଲଜ୍ଜାଭାବ ଦୂରଭୂତ ହୋଇଥିଲା। ତାପରେ ବୋହୂଟି ନିଜର ହାତ ବଢାଇଥିଲା, ଏଡେ ସୁନ୍ଦର ଗୋଲ ହାତ, ପୁଣି ଚମ୍ପାକଳ ପରି ଆଙ୍ଗୁଳି ଗୁଡ଼ିକ ସେ ଆଗରୁ କେବେ ଦେଖିନଥିଲା। ପାପୁଲିଟିର ଟୁଲ ଟୁଲ ହେଉଥିଲା ତାର ହାତକୁ। ଶଙ୍ଖ ଗୁଡ଼ିକ ବେଶ ସୁନ୍ଦର ଦିଶୁଥିଲା। ଏହା ମଣିଷର ହାତ ହୋଇପାରେ ନା। ଏହାକୁ ବୋଧ ହୁଏ କିଏ କାରିଗର ଠାକୁର ରୂପେ ଗଢ଼ିଛି। ଏହି ସବୁ ପ୍ରତିକ୍ରିୟା ବୁଢ଼ା ମନରେ ସୃଷ୍ଟି ହୋଇଥିଲା। ଶଙ୍ଖାରୀ ବୁଢ଼ା ପ୍ରଥମେ ବୋହୂ ହାତରେ ଶଙ୍ଖା ପିନ୍ଧାଇବାକୁ ଭରସି ପାରୁନଥିଲା। କାହିଁକି? ଏଡେ ସୁନ୍ଦର ଗୋଲ ଆଙ୍ଗୁଳି ଗୁଡ଼ିକୁ ଚମ୍ପାକଳି ପରି ସେପରି ଏକ ସୁଠାମ କୋମଳ ହାତକୁ ନିଜର ମାଲିଆ ରୁକ୍ଷ ହାତରେ ଧରିବାକୁ ବୁଢ଼ାର ସାହସ ହେଉନଥିଲା। ଶଙ୍ଖାରୀ ବୋହୂର କୋମଳ ହାତଟି କାଳେ କଟିଯିବ, ହାତ କଟିଯାଇ ରକ୍ତ ବାହାରି ପଡ଼ିବ, ଏହିପରି ଭାବେ ବୁଢ଼ାଟି ଆତଙ୍କିତ ହୋଇଥିଲା। ତଥାପି ଶଙ୍ଖା ଆଣି ସେ ଧୀରେ ଧୀରେ ଅତି ସନ୍ତର୍ପଣରେ ଶଙ୍ଖା ପିନ୍ଧାଇବାକୁ ଚାହିଁଥିଲା। ଗୋଟିଏ ପଟେ ଏକ ନୂଆ ହାତ, ଅନ୍ୟ ପଟେ ତାର ସମ୍ବୋଧିତ ମାର ସୁକୋମଳ ହାତ। ସେହି ହାତର ଅକ୍ଷତ ଅବସ୍ଥାକୁ ସ୍ମରଣ କରି ଶଙ୍ଖା ପିନ୍ଧାଇବାକୁ ଭରସି ପାରୁ ନଥିଲା। ବୁଢ଼ା ତାର ଜୀବନ ସମସ୍ତ ସୁଖ ତୃପ୍ତି କେତେବେଳେ ପାଇଲା? ବୁଢ଼ାଟି ଖୁବ୍ ସାବଧାନରେ ତଥା ଅତି ସନ୍ତର୍ପଣରେ ବୋହୂର ହାତରେ ଶଙ୍ଖା ପିନ୍ଧାଇଥିଲା। ଏଡ଼େ ସୁନ୍ଦର ହାତକୁ ବୁଢ଼ା ଧରିଥିଲା ବେଳେ ତାର ଆନନ୍ଦର ସୀମା ରହୁନଥିଲା। ସତେ ଯେପରି ତାର ଜୀବନର ସମସ୍ତ ସୁଖ, ସମସ୍ତ ଆଶାର ତୃପ୍ତି ସେ ସେହିଠାରେ ଲାଭ କରିଥିଲା। ଶଙ୍ଖାରୀ ବୁଢ଼ା ନିଜର ମଲିଆ କର୍କଶ ହାତରେ ବୋହୂ ସ୍ତ୍ରୀକୁ ଶଙ୍ଖା ପିନ୍ଧାଇଥିଲା। ମାତ୍ର ଏପରି ଲାଲ ଟୁକୁ ଟୁକୁ ଗୋଲ ଗୋଲ ହାତ ସେ କେବେ ସ୍ପର୍ଶ କରିନଥିଲା। ବୋହୂର ହାତରେ ଶଙ୍ଖା ପିନ୍ଧାଇଲା ବେଳେ ସେ ତାର ଜୀବନର ସମସ୍ତ ସୁଖ ତୃପ୍ତି ଲାଭ କରିଥିଲା। ଶଙ୍ଖା ପିନ୍ଧେଇ ସାରି ବୁଢ଼ା ଦାମ ନେଲା ନାହିଁ। କାହିଁକି? ଶଙ୍ଖା ପିନ୍ଧେଇ ସାରିବା ପରେ ଘର ମୁଖିଆ ମା ସାଆନ୍ତାଣୀ ସେଠାରେ ଆସି ପ୍ରବେଶ କରିଥିଲେ। ନିଜର ବୋହୂ ଶଙ୍ଖା କିଣିବା କଥା ଜାଣି ବୁଢ଼ାକୁ ଶଙ୍ଖା ମୁଠାକ ଦାମ କେତେ ବୋଲି ପଚାରିଥିଲେ। ମାତ୍ର ନିଜର ମା ଠାରୁ ଶଙ୍ଖା ଦାମ ନେବେ ନାହିଁ ବୋଲି ବୁଢ଼ା ଉତ୍ତର କରିଥିଲା। ବୁଢ଼ା ବୋହୂକୁ ନିଜର ମା ବୋଲି ସମ୍ବୋଧନ କରିଥିଲା। ମା ହାତରେ ଶଙ୍ଖା ପିନ୍ଧାଇ ସେ ଚରମ ଆତ୍ମତୃପ୍ତି ଲାଭ କରିଥିଲା। ତେଣୁ ଯେଉଁଠି ସେ ଆତ୍ମସନ୍ତୋଷ ଲାଭ କରିସାରିଛି, ତାହା ତୁଳନାରେ କେତେ ଟଙ୍କା ନେବ ଠିକ୍ ହେବ ନାହିଁ ବୋଲି ବିଚାର କରି ବୁଢ଼ା ଦାମ ନେଲା ନାହିଁ। ଏପରିକି ଶଙ୍ଖା ମୁଠାକ ଦେଇ ସେ ଗରିବ ହୋଇ ଯିବନି ବୋଲି ମତ ଦେଇଥିଲା। କାହାର ଡାକକୁ ମଧ୍ୟ ସେ ଖାତିର ନ କରି ଏକମୁହାଁ ହୋଇ ନିଜ ବାଟ ଚାଲି ଯାଇଥିଲା। ନମ୍ବର 11, ବୁଢ଼ାଟି ସେଇ ଗାଁକୁ 2-3 ଥର କାହିଁକି
ବୋହୂକୁ ଶଙ୍ଖା ପିନ୍ଧେଇ ସାରିବା ପରେ ଶଙ୍ଖାଇ ବୁଢ଼ାର ବୋହୂଟି ପ୍ରତି ଏକ ଦୁର୍ବଳତା ଆସି ଯାଇଥିଲା। ନିଜର ମାର ଆସନରେ ବସାଇ ସେ ଆପଣାକୁ ଧନ୍ୟ ମଣିଥିଲା। ଶଙ୍ଖା ବିକ୍ରି କରିବା ବୁଢ଼ାର ମୁଖ୍ୟ ଉଦ୍ଦେଶ୍ୟ ନଥିଲା, ବରଂ ନିଜର ମାକୁ ଟିକେ ଦେଖିବାର ଲକ୍ଷ୍ୟ ନେଇ ସେ 2-3 ଦିନରେ ଥରକୁ ଥର ସେ ଗାଁକୁ ଆସିଥିଲା। ଗାଁରେ ସେଇ ଘର ବାଟେ ଗଲାବେଳେ ନୂଆ ଶଙ୍ଖା ନବ କହି ପାଟି କରି ଡାକ ଦିଏ। ତାର ଡାକ ଶୁଣି ବୋହୂଟି ଚାଲି ଆସି ଦୁଆର ପାଖରେ ଠିଆ ହୋଇଯାଏ। ବୁଢ଼ାର ଇଚ୍ଛା, ଯଦି ବୋହୂ ହଁ କହେ ତେବେ ତାର ମା ଚମ୍ପା ଫୁଲିଆ ହାତ ଶଙ୍ଖା ପିନ୍ଧେଇ ଦେବେ। ଏହି ଲକ୍ଷ୍ୟ ନେଇ ଥରକୁ ଥର ଆସେ। ଆସମାନ ତାରା ଶଙ୍ଖା ବୁଢ଼ା କି ପରିସ୍ଥିତିରେ ଓ କିପରି ତିଆରି କଲା? 2-3 ଦିନରେ ଥରେ ବୁଢ଼ା ସେଇ ଗାଁକୁ ଆସୁଥିଲା। ବୋହୂ ଦୁଆର ପାଖରେ ଶଙ୍ଖା ପିନ୍ଧିବ କି ନାହିଁ ପଚାରୁଥିଲା। ମାତ୍ର ବୋହୂଟି ମୁଣ୍ଡ ହଲାଇ ମନା କରିଦେଲେ ସେ ଚାଲି ଯାଉଥିଲା। କାରଣ ବୋହୂ ତାକୁ ଆସମାନ ତାରା ଶଙ୍ଖା ପିନ୍ଧିବାକୁ ବରାଦ କରିଥିଲା। ବୁଢ଼ା ସେ ଗାଁରୁ ଫେରିଲା ବେଳେ ମନକୁ ମନ ଭାବେ ଆସନ୍ତା ରଜ ସଂକ୍ରାନ୍ତିକୁ ତାର ମା ପାଇଁ ମୁଠାଏ ଆସମାନ ତାରା ଶଙ୍ଖା ନିଶ୍ଚୟ ଆଣିବ। ସେଥର ବୈଶାଖ ମାସରେ ଚଲାବୁଲା ତଥା ପରିଶ୍ରମ କରି ବୁଢ଼ାକୁ ଜ୍ୱର ହେଲା। ତାର ଗୋଡ଼ ହାତ ଫୁଲିଗଲା। ସମସ୍ତେ ଭାବିଲେ ବୁଢ଼ା ମରିବ। ମାତ୍ର ବୁଢ଼ାର ନିଜ ପ୍ରତି ଲକ୍ଷ୍ୟ ନଥିଲା। କିପରି ଭଲ ହେଲେ ଯାଇ ତା ମାକୁ ଦେଖିବ। ରଜ ସଂକ୍ରାନ୍ତି ପାଖ ହୋଇ ଆସିବାରୁ ବୁଢ଼ା ବହୁ କଷ୍ଟରେ ଉଠି ନିଜ ହାତରେ ଶଙ୍ଖା ତିଆରି କଲା। ଦୀର୍ଘ 60 ବର୍ଷ କାଳ ଶଙ୍ଖା ଗଢ଼ି ଗଢ଼ି ସେ ଯେତେ ହାତ ସଫେଇ ହାସଲ କରିବା ସବୁ ସେଥିରେ ଲଗାଇଲା। ଦିନକ କାମ 4 ଦିନ ଲଗେଇ ଏ ସୁନ୍ଦର ଗଢ଼ଣା ଶଙ୍ଖା ସେ ତିଆରି କଲା। ଏପରି ଗଢ଼ଣ ଶଙ୍ଖା ତା ଜୀବନ ତା ହାତରେ କେବେ ବି ଉତୁରି ନଥିଲା। ନିଜର ମା ପାଇଁ ସେ ଏପରି ଶଙ୍ଖା ତିଆରି କରିଥିଲା। ସେ ଥର ବୁଢ଼ା ଡାକିଲା, କିନ୍ତୁ ଭିତରୁ ଉତ୍ତର ଆସିଲାନି। ପହିଲି ରଜ ଦିନ ବୁଢ଼ା ନିଜ ହାତ ତିଆରି ଆସମାନ ତାରା ଶଙ୍ଖା ଧରି ତା ମାର ଗାଁକୁ ଗଲା। ତାର ଦେହରେ ବଳ ନଥିଲା ମଧ୍ୟ ମାର ହାତଟି ମନେ ପଡ଼ି ଯେବେ ତା ଠାରେ ଗଦାଏ ଫୁଲ ଆସିଲା। ଶଙ୍ଖା ମୁଠିକ ଗାମୁଛାରେ ବାନ୍ଧି ସେଇ ଗାଁକୁ ଚାଲିଲା। ମନରେ ବହୁ ଆନନ୍ଦ ଉତ୍ସାହ ଧରି ଘର ଆଗରେ ଠିଆ ହୋଇ ଶଙ୍ଖ ନେବ କହି ଡାକିଲା। ମାତ୍ର ତାର ଡାକ ଶୁଣି କେହି ଆସି ନଥିଲେ। ବୋହୂ ଡାକିବା ପରେ ନିଜ ସାନ୍ତାଣୀ ଆସି ରୁକ୍ଷ ଉତ୍ତର ଶୁଣାଇଥିଲେ, କେହି ଶଙ୍ଖା ନେବେ ନାହିଁ। ଭିତରୁ ଉତ୍ତର ନ ଆସିବାର ମୁଖ୍ୟ କାରଣ ହେଲା, ଯାହା ପାଇଁ ବୁଢ଼ା ଆସମାନ ତାରା ଶଙ୍ଖା ତିଆରି କରି ଆଣିଥିଲା ସେଇ ବୋହୂଟି ଆଉ ଶଙ୍ଖା ପିନ୍ଧି ପାରିବ ନାହିଁ। ବିଧବା ହୋଇ ଯାଇଥିଲା। ବିଧବା ସ୍ତ୍ରୀର ଶଙ୍ଖାରେ ବା କି ପ୍ରୟୋଜନ? ତେଣୁ ତାର ଡାକ ଶୁଣି କେହି ଉତ୍ତର ଦେଇ ନଥିଲେ। ବୁଢ଼ା ନିଜେ ନ ମରି ମାକୁ ଦେଖିବାକୁ ଆସିଲା ବୋଲି କହିବାର ଉଦ୍ଦେଶ୍ୟ କଣ? ବହୁତ ନେହେରୁ ହୋଇ ଡାକିଲା ପରେ ସାଆନ୍ତାଣୀ ଆସି କହିଥିଲେ କେହି ଶଙ୍ଖା ନେବେ ନାହିଁ କି ବୋହୂ ସହିତ ତାର ଦେଖା ହୋଇପାରିବ ନାହିଁ। ବୁଢ଼ା କାନ୍ଦ କାନ୍ଦ ହୋଇ କହିଥିଲା ଯେ ସେ ଆଉ ବଞ୍ଚିବ ନାହିଁ। ଅନ୍ତତଃ ପକ୍ଷେ ତାର ମାକୁ ଥରେ ଶେଷ ଥର ପାଇଁ ଦେଖି ଯିବ। ବୁଢ଼ା ଠାରୁ ଏପରି କଥା ଶୁଣି ସାଆନ୍ତାଣୀ ନିଜ ଦାସୀକୁ ବୋହୂକୁ ଡାକିଦେବା ପାଇଁ କହିଥିଲେ। କିଛି କ୍ଷଣ ପରେ ବୋହୂଟି ଆସିଥିଲା। ହେଲେ ବୁଢ଼ା ବୋହୂର ଏପରି ବୈଧବ୍ୟ ବେଶକୁ ଦେଖି ଖୁବ୍ ମର୍ମାହତ ହୋଇଥିଲା। ହାତରେ ଚୁଡ଼ି ନାହିଁ, ହାତଟା ପୁଙ୍ଗୁଲା, ଦିହରେ ଧଳା ଲୁଗା ପିନ୍ଧିଛି। ଏପରି ବେଶ ଦେଖି ବୁଢ଼ା ଆଉ କୋହ ସମ୍ବରଣ କରି ପାରି ନଥିଲା। ସେ ଭାବିଥିଲା ତା ମା ଆସମାନ ତାରା ଶଙ୍ଖା ପିନ୍ଧି ବେଶ୍ ସୁନ୍ଦର ଦିଶିବ।
ଅଥଚ ଶଙ୍ଖା ନେଇ ଆସିଲା ବେଳକୁ ତାର ମା ବିଧବା ବେଶ ଧାରଣ କରିଛି। ନିଜେ ଦେହ ଅସୁସ୍ଥରେ ପଡ଼ି ମରିଯାଇଥିଲେ ଭଲ ହୋଇଥାନ୍ତା, ମାତ୍ର ନିଜେ ନ ମରି ମାର ଏପରି ବୈଧବ୍ୟ ବେଶକୁ ଦେଖିବାକୁ ସେ କାହିଁକି ଆସିଥିଲା ବୋଲି ଖୁବ୍ ମର୍ମାହତ ହୋଇ କହିଥିଲା। 15 ନମ୍ବର, ବୋହୂଟିର ବର୍ତ୍ତମାନ ପରିଧେୟ କିପରି ଥିଲା, ଯାହାକୁ ଦେଖି ବୁଢ଼ା ଶଙ୍ଖାରୀ ନିଜକୁ ସମ୍ଭାଳି ପାରିଲା ନାହିଁ। ବୋହୂଟି କୁମ୍ଭ କିନାରା ଦକ୍ଷିଣ ପଟ ପରିବର୍ତ୍ତେ ଖଣ୍ଡେ ଧଳାଥାନା ଲୁଗା ପିନ୍ଧିଥିଲା। ତାର ଗୋଡ଼ ଦୁଇଟା ଲଙ୍ଗଲା ଥିଲା। ସେଥିରେ କୌଣସି ଅଳଙ୍କାର ଶୋଭା ପାଉନଥିଲା। ହାତ ଦୁଇଟି ମଧ୍ୟ ମୁକୁଲା ଥିଲା, କିଛି ହେଲେ ଶଙ୍ଖା ସେ ହାତ ଦୁଇଟିରେ ନଥିଲା। ଚାଲିଲେ ତାର ପାଦରୁ ଝୁମୁରୁ ଝୁମୁରୁ ଶବ୍ଦ ଶୁଭୁ ନଥିଲା। ଏପରି ଏକ ଅବସ୍ଥାରେ ବୋହୂଟିକୁ ଦେଖି ବୁଢ଼ା ଶଙ୍ଖାରୀ ନିଜକୁ ସମ୍ଭାଳି ପାରିଲା ନାହିଁ। ବୁଢ଼ା ଆଣିଥିବା ଶଙ୍ଖା କାନ୍ଦି କାନ୍ଦି ବାହାରେ କଚାଡ଼ି ଚୂନା କରିଦେଲା କାହିଁକି? ବୁଢ଼ା କଷ୍ଟ ସ୍ୱୀକାର କରି ଦିନ ରାତି ଲାଗି ବୋହୂର ବରାଦ ଅନୁସାରେ ଆସମାନ ତାରା ଶଙ୍ଖା ଗଢ଼ିଥିଲା। ରଜ ସଂକ୍ରାନ୍ତିରେ ତାର ମାଟି ତାକୁ ପିନ୍ଧିଥାନ୍ତା। ସେ ମରିବା ଆଗରୁ ଅନ୍ତତଃ ଏହି ଶଙ୍ଖାତକ ତା ମା ହାତରେ ପିନ୍ଧାଇ ଦେଇ ଚରମ ଆତ୍ମତୃପ୍ତି ଲାଭ କରିଥାନ୍ତା। ମାତ୍ର ସେହି ଆଶା ହଠାତ୍ ପାଣିରେ ମିଳେଇଗଲା। ସେ ଯେତେବେଳେ ତାର ମାକୁ ବୈଧ ବେଶରେ ଦେଖିଲା, ସେ ଆଉ କୋହ ସମ୍ଭାଳି ପାରିଲା ନାହିଁ। ସେ ଭୁ ଭୁ କରି କାନ୍ଦି ଉଠିଲା। ନିଜେ ମରି ନ ଯାଇ ଏପରି ଅବସ୍ଥା ତାର ମା ଏପରି ରୂପ ଦେଖିବାରୁ ବୁଢ଼ା ଦୁଃଖରେ ମର୍ମାହତ ହୋଇଗଲା। ତେଣୁ ନିଜ ଗାମୁଛାରେ ବଡ଼ ଯତ୍ନ ରଖିଥିବା ସରଧାର ଶଙ୍ଖା ମୁଠିକ ଫିଟା ଦେଇ ବାହାରେ କଚାଡ଼ି ଚୂନ କରିଦେଲା। କାରଣ ସେ ସେଇ ଶଙ୍ଖା ତା ମା ପାଇଁ ତିଆରି କରି ଆଣିଥିଲା। ତା ମା ଯେତେବେଳେ ସେ ସରଧାର ଶଙ୍ଖାକୁ ନ ପିନ୍ଧିବ, ସେତେବେଳେ ଆଉ କିଏ କାହିଁକି ପିନ୍ଧିବ? ଏହା ବିଚାର କରି ସେ ଶଙ୍ଖାକୁ ବାହାରେ କଚାଡ଼ି ଚୂନ କରିଦେଲା।